ସରପଞ୍ଚ ତିରୋତ୍ତମା ବରାଳଙ୍କ ଅନାସ୍ଥା ସପକ୍ଷରେ ତାଙ୍କ ବିରୁଦ୍ଧରେ ଅନାସ୍ଥା ସପକ୍ଷରେ ଆମେ 8 ଜଣ ଭୋଟ ଦେଲୁ। ଦେଇ ସାରିଲା ପରେ ଆମର ଯେଉଁ ପ୍ରିଜାଇଡ଼ିଂ ଅଫିସର ଥିଲେ ସେ ରେଜୁଲେସନ୍ କଲେ। ତାପରେ ଆମେ ସମସ୍ତେ ସିଗ୍ନେଚର କଲୁ। ଆମେ ଫଟୋକପି ମାଗିଲୁ। ସାର୍ କହିଲେ ଆପଣଙ୍କ ପିଓଙ୍କ ପାଖକୁ ନେଇଯିବେ। ଆଉ ଭୋଟ ତାର ଗଣତି ହେଲା, ଆମେ 8 ଖଣ୍ଡ ପାଇଲୁ, ସେ ଖଣ୍ଡେ ପାଇଲେ। ଆଉ ସେ ଡିକ୍ଲେୟାର କରିକିନା ରେଜୁଲେସନ୍ କରି ସିଗ୍ନେଚର କରିକି ନେଇକିନା କଲେକ୍ଟର ଅଫିସରେ ଅଫିସ କରିବେ ବୋଲି କହିକି ଗଲେ। ଆମ ସରପଞ୍ଚ ଶ୍ରୀମତୀ ତିଲୋତ୍ତମା ବରାଳଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଥିଲା। ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମରେ ଆଜି ଭୋଟ ହେଲା। ଏଥିରେ 8 ଜଣ ସଭ୍ୟାଙ୍କ ଭୋଟ ସପକ୍ଷରେ ଆସିଲା ଏବଂ ଜଣେ ସଭ୍ୟାଙ୍କର ଭୋଟ ବିପକ୍ଷରେ ଆସିଲା। ଶ୍ରୀମତୀ ତିଲୋତ୍ତମା ବରାଳଙ୍କ ବିପକ୍ଷରେ ଅନାସ୍ଥା ପ୍ରସ୍ତାବ ସପକ୍ଷରେ 8 ଖଣ୍ଡ, ଜଣଙ୍କର ସଭ୍ୟଙ୍କର ଏବଂ ଜଣ ସଭ୍ୟଙ୍କର ଭୋଟ ଆସିଲା ବିପକ୍ଷରେ। ଡିକ୍ଲେୟାର କରିନାହାନ୍ତି, କିନ୍ତୁ ଗଣତି ସରେ ଗଣି ସାରିବା ପରେ ରଖିଦେଇଛନ୍ତି, ଜିଲ୍ଲାପାଳଙ୍କୁ ପ୍ରେରଣ କରାଯାଇଛି।